ମୁଁ ଠିଆ ହେଇଛି ସେ ସାଡୁ ପଛଆଡୁ ଆସିକି ଧରି ପକେଇଲା। ମୁଁ ସେ ଠିଆ ହେଇଛି ଗୋଟିଏ ଥିଲା ସେଇ ଗୋଟି କଥା ଆଉ ସିଏ 12-14 ଜଣ କାମୁଡ଼ିଲେଣି। ଘରେ କବଟ ଦେଇକି ଆମେ ଅଛୁ। ମୋର ଇଏ ଭଙ୍ଗା ଘର ସାଡେ ପଶିଯିବ ବୁଢା କେନ୍ଦିବ ପକେଇକିରି ଆଉ କୁନ୍ଦିବ ଆଉ ମୁଁ କଣ କରିବି ଆଜ୍ଞା କହୁନ। ଏମିତି ପଡିଥିଲେ ସେଠି। ମୁଁ ବାରିଆଡିକି ଝାଡା ଯିବା ସମୟରେ ସେ ମାଙ୍କଡ ଗୋଡେଇକି ମତେ ଆସିଲା, ଆସିକି ମୋ ଉପରକୁ ଡେଇଁ ପଇଲା। ଡେଇଁ ପଡିକି ମତେ ପଛପଟୁ ଗୋଡକୁ କାମୁଡି ପୁଣି ଆଟାକ୍ କରିବାକୁ ଚାହୁଁଥିଲା ଯେ କିନ୍ତୁ ଆଉ କରିପାରିଲାନି। ପଳେଇ ଆମ ଗାଁର ପ୍ରାୟ 3 ଜଣ 4 ଜଣଙ୍କୁ କରିଛି, ଆଉ ଅଲଗା ଗାଁର ପ୍ରାୟ 15-20 ଜଣଙ୍କୁ ପରେ ଲୋକଙ୍କୁ ଆଟାକ୍ କରି କାମୁଡିକିରି ମାଂସ ଛିନେଇକିରି ମେଡିକାଲରେ ସବୁ ପଡିଛି। ବନ ବିଭାଗ କାଲି ରାତିରେ ଆସିଥିଲେ, ମୁଁ ତାଙ୍କୁ କହିଲି, ସେମାନେ କହିଲେ ହଁ ଆମେ ଜଣେଇଛୁ, ସେ ଆସିବେ ଉପରୁ ଆସିବେ ଟିମ୍ ତାକୁ ଧରିକି ନେବେ ଏମିତି କହୁଛନ୍ତି, କିନ୍ତୁ କେହି ଦେଖା ନାହାନ୍ତି। ମାଙ୍କଡ ତ ମୁଁ କାଲି ଦେଖିଲି 2ଟା, କିନ୍ତୁ ଅଧିକା ମାଙ୍କଡ ଅଛନ୍ତି। ସେମାନେ କାମୁଡିଆ ପ୍ରକୃତିରେ କାହିଁ ନାହାନ୍ତି, ଯୋଡା କଥା ବେଶୀ ଇଏ ହଉଛି। ଆମ ଅଣ୍ଡରାଜପୁର ପଞ୍ଚାୟତରେ ବିଶେଷ ଭାବରେ ଦିହୁଡା ଏବଂ କୋଇତରାରେ ତୋଟାସାହି ଏସବୁ ମାଙ୍କଡ ଆତଙ୍କ କରିଛି। ଗୋଟେ ପାଗଳା ମାଙ୍କଡ 20ରୁ ଉର୍ଦ୍ଧ୍ୱ ଲୋକଙ୍କୁ କ୍ଷତ ବିକ୍ଷତ କରିସାରିଲାଣି ଏବଂ ଏ ଗାଁରେ ବି ଆତଙ୍କ ସୃଷ୍ଟି ଭଳିଆ ପରିସ୍ଥିତି ହେଇଛି। ସବୁ ଯୁବକ, ଆମ ଅଞ୍ଚଳର ସବୁ ଯୁବକ, ଏ ଗାଁର ସବୁ ଯୁବକ ଠେଙ୍ଗା ବାଡି ଧରି ବୁଲୁଛନ୍ତି ଏବଂ ମାଙ୍କଡ ଦାଉରୁ ସାଧାରଣ ଲୋକଙ୍କୁ ରକ୍ଷା କରିବା ପାଇଁ, ଯାତାୟାତ କରୁଥିବା ଲୋକଙ୍କୁ ରକ୍ଷା କରିବା ପାଇଁ ତାଙ୍କର ଏ ପ୍ରୟାସ। ଏବଂ ଫରେଷ୍ଟ ବାଲା ଆଜିକି 3 ଦିନ ହେଲା ଏ ଗାଁରେ ମଧ୍ୟ ଡେରା ପକେଇଛନ୍ତି। 2 ଜଣ ଫରେଷ୍ଟର ଆମର ଗୁରୁତର ହେଇଛନ୍ତି, ତାଙ୍କୁ ବି ମାଙ୍କଡ କାମୁଡାରେ ସେ ଗୁରୁତର ହେଇଛନ୍ତି। ତେଣୁ ଏ ମାଙ୍କଡ ଉତ୍ପାତ କରୁଛି। ଆଜି ଶୁଣୁଛୁ ଯେ ଟ୍ରାଙ୍କୁଲାଇଜର ଏବଂ ବନ୍ଧୁକ ଆଣି ଆସୁଛନ୍ତି, ତାକୁ ଆହତ କରିବେ, ଅଚେତ କରିବେ ଏବଂ ତାକୁ ନେଇକିରି ଫରେଷ୍ଟରେ ଛାଡିବେ ବା ଚିକିତ୍ସା କରିବେ। ଇଏ ହଉଛି ପ୍ରୟାସ ଫରେଷ୍ଟ ବାଲାଙ୍କର। ତେଣୁ ସିଏ ବି ଆପ୍ରାଣ ଉଦ୍ୟମ କଲେଣି 3 ଦିନ ହେଲା। ଆରେ କୋକୁଆ ଭୟ, ସେ ମାଙ୍କଡ ଘରେ ପଶି ଆକ୍ରମଣ କରୁଛି। ଆମର ବି 3 ଜଣ ଷ୍ଟାଫ ବି ଇଞ୍ଜର୍ଡ ହେଇଛନ୍ତି। ଆଉ ଏଠି ବହୁତ ଲୋକଙ୍କୁ ସେ କାମୁଡ଼ିଲାଣି। ଏବେ ବି ଆମର ଚାଲିଛି, ଆମେ ସେ ମାଙ୍କଡକୁ ଧରିବା ପାଇଁ ଜାରି ରଖିଛୁ ଯାହା ଆମର ନିୟମ ଅନୁସାରେ ଯାହା କାର୍ଯ୍ୟ କରାଯାଉଛି। 3 ଦିନ ହେଲାଣି ଆମର ସମସ୍ତ ଷ୍ଟାଫ ଦିନରେ ରାତିରେ ବି ଏଠି ପେଟ୍ରୋଲିଂ ରେ ରହୁଛନ୍ତି। ରାତିରେ ଆମେ ବି ରହୁଛୁ ଏଇଠି। କାଲି 7 ଜଣ ଲୋକ, ପହରଦିନ ଯେତିକି ଆମ ପାଖେ ଯେତିକି ଇନଫରମେସନ ଅଛି, ପହରଦିନ 5 ଜଣ, ଆମର 3 ଜଣ ଲୋକ ଇଞ୍ଜର୍ଡ ହେଇଛନ୍ତି। ଆଉ ଆଜି ବି ସକାଳୁ ଗୋଟେ ଲୋକକୁ ସେ କାମୁଡିଛି। ସେ ପାଗଳ ହେଇଯାଇଛି, ତାକୁ ଲୋକମାନେ ବି ବାଡେଇଛନ୍ତି, ଯେହେତୁ ସେ ଅଧିକ ଆଗ୍ରେସିଭ ହେଇଯାଇଛି। ସେଥିପାଇଁ ସେ ଲୋକଙ୍କୁ ଦେଖିଲା ମାନେ ସେ ଖାଦ୍ୟ ବି ଖାଉନାହିଁ। ଆମେ ବି ତାକୁ କାଲି ଖାଦ୍ୟ ଦେଇକି ଜାଲରେ ପକେଇବୁ ବୋଲି ଚିନ୍ତା କରିଥିଲୁ। ଜାଲରେ ପଡିଲା ଯଦିଓ, କିନ୍ତୁ ଜାଲରୁ ବାହାରିକି ଖସି ପଳେଇଲା ପରେ ଆଉ ଆମେ ତାକୁ ଦେଖିନୁ। କାଲି ସନ୍ଧ୍ୟାରେ ବି ବାହାରିଥିଲା, ସନ୍ଧ୍ୟାରେ ବାହାରି 2 ଜଣ ଲୋକଙ୍କୁ କାମୁଡି, ଆଜି ସକାଳେ ବି ଜଣଙ୍କୁ କାମୁଡିଛି। ରାତିରେ ବି ତାର ମୁଭମେଣ୍ଟ ଅଛି। ଟ୍ରାଙ୍କୁଲାଇଜର ପାଇଁକା ଆମର ଡିଏଫଓ ସାର୍ କହିଛନ୍ତି, ସେ ଆସୁଛନ୍ତି ନନ୍ଦନକାନନ।